ନମସ୍କାର। ମୁଁ ଚନ୍ଦ୍ରପ୍ରକାଶ ପାତ୍ର। ମୋ କଣ୍ଠରେ ଡକ୍ଟର ସୁମିତା ବେହେରାଙ୍କର କ୍ଷୁଦ୍ର ଗଳ୍ପ ଦୁଇ ମୁଠା ଗଙ୍ଗଶିଉଳି ଆରମ୍ଭ କରିବା ଏଥର। ବାବା, କାଲି ଆମର ସେମିନାର ଅଛି। ସବୁ ରାଜ୍ୟର ଜୁନିୟର ଡାକ୍ତରମାନେ ଆସିବେ। ମୋର ଫେରିବାକୁ ଟିକେ ଡେରି ହେବ। ତମେ ନ ଖାଇ ଆଉ ମୋ ପାଇଁ ଅପେକ୍ଷା କରି ରହିବନି, ହେଲା ତ? ଅମୃତା ମୋତେ ଶାସନ କଲା ପରି କହିଲା। ଆଜିକାଲି ସିଏ ମୋର ଝିଅ ନୁହେଁ, ମା ହୋଇଯାଇଛି। ଅମୃତା ଫେରୁ ଫେରୁ 9ଟା ବାଜି ସାରିଥିଲା। ସବୁଦିନ ପରି ତାକୁ ଅପେକ୍ଷା କରି ଡ୍ରଇଂ ରୁମ୍ରେ ବସି ରହିଥିଲି। ତା ସାଙ୍ଗରେ ଜଣେ ଝିଅକୁ ଦେଖି ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁ ରହିଲି। ଅମୃତା ପରିଚୟ କରାଇଦେଲା। ଇଏ ହେଉଛନ୍ତି ଲୁସି, ମୋର ଜୁନିୟର। ଏବେ ଏବେ ଆମ ହସ୍ପିଟାଲରେ ପୋଷ୍ଟିଂ ହୋଇ ଆସିଛନ୍ତି। ଆଜି ରାତି ଏଇଠି ରହିବେ। ମୁଁ ଜୋର କରି ତାଙ୍କୁ ନେଇ ଆସିଛି ଆମ ଘରକୁ। ଏଥର ହାତ ଯୋଡ଼ି ନମସ୍କାର କଲା ଝିଅଟି। ଲୁସି? ଅନ୍ୟମନସ୍କ ହୋଇଗଲି ମୁଁ। ଏଇ ଚେହେରା ସହିତ ପୂରାପୂରି ମିଶିଯାଉଛି ଜଣଙ୍କର ଚେହେରା। ଶ୍ୟାମଳ ତନୁ, କୁଞ୍ଚୁ କୁଞ୍ଚିଆ ଘନ ଲମ୍ବା କେଶ, ବଡ଼ ବଡ଼ ଯୋଡ଼ିଏ ସୁନ୍ଦର ଆଖି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ହସିଦେଲେ ଗାଲରେ ସୃଷ୍ଟି ହେଉଥିବା ଭଉଁରୀ। ଫେରିଯାଉଥିଲି ମୁଁ 30 ବର୍ଷ ତଳକୁ। ମୋର ପ୍ରଥମ ପୋଷ୍ଟିଂ ହୋଇଥିଲା କୋରାପୁଟର ସୁଦୂର ମାଳ ଅଞ୍ଚଳରେ। ସରକାରୀ କ୍ୱାର୍ଟରଟି ବହୁତ ବଡ଼ ଥିଲା। ପିଲାଦିନୁ ମୋର ଗଛପତ୍ରରେ ସଉକ। ମାଳିଟି ରଖିଥାଏ ବଗିଚାର ଯତ୍ନ ନେବା ପାଇଁ। ବଗିଚାର ପଶ୍ଚିମ କୋଣରେ ଥାଏ ବିରାଟ ଏକ ଗଙ୍ଗଶିଉଳି ଗଛ। ଶରତ ଋତୁରେ ସକାଳେ ଫୁଲଗୁଡ଼ିକ ତଳେ ପଡ଼ି ଧଳା ଗାଲିଚାର ଭ୍ରମ ସୃଷ୍ଟି କରେ। ଦିନେ ହସ୍ପିଟାଲ ଫେରି ଦେଖିଲି ଟେବୁଲ ଉପରେ କିଛି ଗଙ୍ଗଶିଉଳି ଫୁଲ ରଖାଯାଇଛି। ମାଳି ତ କେବେ ଘର ଭିତରକୁ ଆସେନି, ତେବେ କିଏ ରଖିଲା ଏଇ ଫୁଲ? ଲଗାତାର 5 ଦିନ କେହି ଫୁଲ ରଖିଦେଇ ଯାଉଥିଲା। ଷଷ୍ଠ ଦିନ ମୋର ଅଫ୍ ଡେ ଥାଏ। ମୁଁ ବେଡ୍ରୁମ୍ରୁ ଦେଖିଲି ଶାଢ଼ୀ ପିନ୍ଧି କେହି ଜଣେ ଟେବୁଲ ପାଖକୁ ଯାଉଛି। ମୁଁ ପାଟି କଲି, କିଏ କିଏ? ଝିଅଟି ଚମକି ପଡ଼ି ଠିଆ ହୋଇଗଲା। ଭୟରେ ଦେହ ଥରୁଥାଏ। ଚାହିଁଲି ତାକୁ। କଳା ମୁଗୁନି ପଥରରେ ଦେଖି କେଉଁ ଦେବଶିଳ୍ପୀ ପ୍ରତିମାଟିଏ ତିଆରି କରିଛି। କେତେ ସୁନ୍ଦର ନିରୀହ ମୁହଁଟି। ତମେ କିଏ? ବିସ୍ମିତ ହୋଇ ମୁଁ ପଚାରିଲି। 2 ହାତ ଆଗକୁ ବଢ଼ାଇଦେଲା ସେ। 2 ପାପୁଲି ଭିତରେ 2 ମୁଠା ଗଙ୍ଗଶିଉଳି ଫୁଲ। କିଛି ନ କହି ଦୌଡ଼ି ଚାଲିଗଲା। ପରେ ଜାଣିଲି ସେ ମୋ ମାଳିର ଝିଅ ମେରିଆ। ମୋର ବାରମ୍ବାର ବାରଣ ସତ୍ତ୍ୱେ ସବୁଦିନ ସକାଳେ ସେ ମୋ ପାଇଁ ମେଞ୍ଚାଏ ଗଙ୍ଗଶିଉଳି ଗୋଟେଇ ଆଣେ। ଏହିପରି ଗୋଟିଏ ବର୍ଷ ବିତିଗଲା। ତଳୁ ଉଠେଇ ଆଣୁଥିବା ଫୁଲଗୁଡ଼ିକୁ ହାତରେ ଧରିବାକୁ ମୋର ଇଚ୍ଛା ହୁଏନି, କିନ୍ତୁ ତା ଆଖିରେ ଝଲମଲ କରୁଥିବା ମୋ ପ୍ରତି ଭଲ ପାଇବା ଆଉ ସମ୍ମାନବୋଧ ମୋତେ ବାଧ୍ୟ କରିଦିଏ ଆଦରମଖା ଫୁଲଗୁଡ଼ିକୁ ତା ହାତରୁ ସାଉଁଟି ନେଇ ଟେବୁଲ ଉପରେ ସଜାଇ ରଖିଦେବାକୁ। ଏହା ଭିତରେ ମୋର ବଦଳି ଅର୍ଡର ଆସି ସାରିଥାଏ। କହିବାକୁ ଗଲେ ଘରେ ବୁଢ଼ୀମା ଏବଂ ମୋର ସ୍ତ୍ରୀ ଓ ଛୋଟ ଝିଅ ଅମୃତା ପାଇଁ ମୁଁ ନିଜେ ହିଁ ଚାପ ପକାଇ ବଦଳି ଅର୍ଡର ଆଣିଛି। ମୁଁ ତାକୁ କହିଲି, ମେରିଆ, ମୋର ଏଠୁ ବଦଳି ହୋଇଯାଇଛି। କାଲି ମୋତେ ଯିବାକୁ ହେବ। ଆଖି ତାର ଛଳଛଳ ହୋଇଗଲା। ମୁହଁରେ ବେଦନାର ଚିହ୍ନ ସ୍ପଷ୍ଟ। କିଛି କହିଲା ନାହିଁ। ନଇଁ ପଡ଼ି ମୋ ପାଦ ଛୁଇଁଲା। ଏତେ ଦିନର ଭାବ ଯେ ମୋ ଆଖିପତା ମଧ୍ୟ ଭିଜି ଯାଇଥିଲା। ମେରିଆ ଫେରି ଯାଉ ଯାଉ କହିଲା, ବାବୁ, ଗଙ୍ଗଶିଉଳିକୁ ଦେଖ। ରାତିରେ ଫୁଟି ସକାଳର ଅପେକ୍ଷା ନ କରି ଝଡ଼ି ଯାଉଛି। ଭୂଇଁରେ ଲୋଟିବା ତାର ଭାଗ୍ୟ। ଏଇ ପ୍ରଥମ ମୁଁ ତା ପାଟିରୁ ଶବ୍ଦ ଶୁଣିଲି। ମନେ ମନେ ମୁଁ କହିଲି, ଗଙ୍ଗଶିଉଳି ତଳେ ପଡ଼ିଥିଲେ କ'ଣ ହେଲା? ଦେବତାଙ୍କର କିନ୍ତୁ ଅତି ପ୍ରିୟ ଯେ। ତା ଆଖିରେ ମୋ ପାଇଁ ଅସୀମ ପ୍ରେମ। ତାକୁ ଯେ ମୁଁ କେବେଠାରୁ ପଢ଼ିସାରିଛି। ମୋ ହୃଦୟର କେଉଁ ଏକ କୋଣରେ ମେରିଆ ଯେ ନିଜର ସ୍ଥାନଟି ସୁରକ୍ଷିତ ରଖିନି, ସେ କଥା ମୁଁ କହିପାରିବି ନାହିଁ। ଆଉ ନୀରବତାର କୋଳାହଳ କେବଳ ଅନୁଭବ କରିହୁଏ, ତାହା ଅବ୍ୟକ୍ତ। ଅମୃତା ଆଉ ଲୁସି ଚାଲିଯାଇଥିଲେ ଶୋଇବା ପାଇଁ। ରାତି ସାରା ମୁଁ ଲୁସି କଥା ଭାବୁଛି। ମେରିଆ ଚେହେରା ସହିତ ତା ଚେହେରାରେ ଏତେଟା ସାମଞ୍ଜସ୍ୟ କିପରି ସମ୍ଭବ? ସକାଳେ ଲୁସି ଆସିଲା ମୋ ପାଖକୁ ପ୍ରଣାମ କରିବା ପାଇଁ। ଏବେ ସେମାନେ ହସ୍ପିଟାଲ ଫେରିବେ। ମୁଁ ତାକୁ ପଚାରିଲି, ମା, ତମ ଘର କେଉଁଠି? ବାପା ମା କ'ଣ କରନ୍ତି? ଶୁଷ୍କ ହସଟିଏ ମୁହଁରେ ଖେଳାଇ ଲୁସି କହିଲା, ଆମ ଘର କୋରାପୁଟ। ପିଲାଦିନୁ ମୁଁ ଅନାଥ ଆଶ୍ରମରେ ରହିଛି ଅଙ୍କଲ। ମୋତେ ଜନ୍ମ ଦେଇ ମୋ ମା ମରିଗଲା, ଆଉ ବାପା ମୋତେ ଅନାଥ ଆଶ୍ରମରେ ଛାଡ଼ିଦେଇ ଆଉ ଗୋଟେ ବାହା ହେଇଗଲେ। ସେଇଠି ରହି ମିଶନ ସ୍କୁଲରେ ମୁଁ ପଢ଼ିଛି। ଉତ୍କଣ୍ଠା ଚାପି ନ ପାରି ପଚାରିଲି, ତମ ମାଙ୍କ ନାଁ କ'ଣ ଥିଲା?